नमस्कार जय जगन्नाथ जाजपुर ब्लॉग्स को आपण मानको स्वागत करुच्ची। तो निहाती यही जो मंदिर देखी पार्टी यहाँ हूँ कुआखिया तो मु बहुत थर भाविली ये वीडियो करी बोली जगटा ये गेट अच्छी तो निहाती मुझे पशिबी डायरेक्ट पचारि तो रियल जिनसटा ही भल लगे सब तो मंदिर आप देखिले निहाती चलते आम भितर को जावा तो भीतर जा पचार ये मंदिरटी कौन मैं एक्चुअली मुझे निजे भी जानीपारूनी कहीं से मंदिर कौन कौन ना आम जाजपुर डिस्ट्रिक्ट तो जाजपुर ब्लॉक सब जाजपुर सब टिकनिक निहाती हम यहाँ हूँ रसलपुर कौन एटा ओहो फायर स्टेशन तो ये सामनाटा ये देखा पड़ो ये कौन लिखाई निराकार मठ ब्रह्म मंदिर तो चलते भितर को जावा आम भीतर जा पचार भाई सब कौन कम कर भाई के ना दे खोल भाईटा मैंने भीतर क्या अच्छा आज्ञा मंदिर विषय टे जाना आम गोटे जाजपुर गोटे गोटे ब्लॉग्स चैनल अच्छे तो तार विषय मंदिर विषय टे जानता तो आज्ञा आज्ञा तो से मंदिर माने एरिया ना कौन कहले এটা এরিয়াটা অ্যাকচুয়ালি কুয়াখিয়া মার্কেটর ইন ফ্রন্ট অফ রসুলপুর অগ্নিশম সেবা কেন্দ্র আজ্ঞা তার সামনে আমার ব্রহ্ম মন্দির তো টিকে ভিতরକୁ টিকে আজ্ঞା माने ये मंदिर विषय टिके जानिया पई तो बहुत थर मैं साइट रे जाउची तो मु कहली मंदिर विषय देखिया हमर कहीं जाजपुर सब टिकनिक मंदिर हो सब तीर्थ स्थान सब गुड़ा आम देखा तो निहाती से लगे आपको पचारे मुझे कहली काले आज्ञा देखिपुर मंदिर टी देखु आम से गाँ भर देके आसिलु कुआखिया मार्केट रो से गाँ भर पशिक आसला बेलू ये जो फायर स्टेशन अच्छी ता सामना तो ये आज्ञा 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 जोता काट दीजिए এটা আমার নিরাকার ব্রহ্মଙ୍କ মন্দির आज्ञा সেটা মাতা যোগমায়ীଙ୍କ মন্দির आज्ञा এইটা হলা দীপ মন্দির মানে হলা সব 24 ঘন্টা অখণ্ড দীপ জଳୁଛି ये माने आ भीतर ইয়া ভিতর এটা মানে বাবা ও মাଙ୍କୁ সমর্পিত ସବୁବେଳେ জଳୁଛି ओहो সেপটটা হলা যজ্ঞ মন্দির कोटा ସବୁদিନେ माने ଆମର आर डोरटा না এইটা দীপ মন্দিরର সেপট যে ডোরটা आज्ञा 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 সেটা দীপ মানে যজ্ঞ মণ্ডপ आज्ञा ତା ଭିତରେ ସବୁଦିନେ ଯଜ୍ଞ ହୁଏ आज्ञा ସକାଳୁ ମା ବାବା ତାଙ୍କର ଯଜ୍ଞ କରନ୍ତି आज्ञा ସେପଟଟା ଘଣ୍ଟ ମନ୍ଦିର ଆଜ୍ଞା। ଏ ଦେଖନ୍ତୁ ଫାଙ୍କା ଗ୍ରିଲ ଲାଗିଛି हाँ हाँ ଘଣ୍ଟ ମନ୍ଦିର ମାନେ सकाळे ସକାଳେ जाई हबनी ନା ଭିତରେ ଏଲାଉ ନାହିଁ ବର୍ତ୍ତମାନ ଟିକେ ନିଷିଦ୍ଧ ଅଛି आज्ञा आज्ञा କେବେ ଖୋଲିବ ଆମେ ତ ଜାଣିନୁ आज्ञा ବୋଧେ ଆମେ ଭାବୁଛୁ ଅକ୍ଷି ତୃତୀୟାରେ ଖୋଲିପାରେ ଅକ୍ଷି ओहो ତୃତୀୟାରେ ଜନ୍ମୋତ୍ସବ आज्ञा ଆଉ ବାର୍ଷିକ ଉତ୍ସବ 1 ତାରିଖରେ ଦେବଦୀପ ଆଉ ସେଇଟା ଘଣ୍ଟ ମନ୍ଦିର ଆଜ୍ଞା। ଆପଣ ଯୋଉଟା କହିଲେ से पर लास्ट डे ହଁ ଲାଷ୍ଟ ପ୍ରଥମ ଯେତେବେଳେ ପ୍ରସାଦ ହୁଏ ଘଣ୍ଟ ବାଡ଼ା हुए आज्ञा ଦ୍ୱିପହରେ ପ୍ରସାଦ ଘଣ୍ଟ ବାଡ଼ା ହୁଏ ରାତିରେ ପ୍ରସାଦରେ ବି ଘଣ୍ଟ ବାଡ଼ା ହୁଏ आज्ञा आज्ञा तो एपटे जो कौन माने कौन मंदिर कौन ताला पड़ी कौन ପୂଜା ତ ସରିଗଲାଣି ଆଉ ଆଜ୍ଞା। ଭକ୍ତ ଏବେ ଆସିବାର ଆଉ ସମ୍ଭାବନା ନାହିଁ आज्ञा କାରଣ ଆମର କୌଣସି ଭକ୍ତଙ୍କୁ ଡକାଯାଏ हाँ हाँ କେହି କାହାକୁ ଆଣିପାରିବନି ଯିଏ ତା ମନରୁ ଆସିବ ଅଲଗା କଥା आज्ञा କିନ୍ତୁ ଆମେ କାହାକୁ ମୁଁ ଚାହିଁଲେ ବି ଜଣକୁ ଡାକିକି ଆଣିପାରିବି हाँ ଏଇଟା ମୁଖ୍ୟ କଥା ଆଉ माने मंदिर केबे पाखा पाखी केबेठु हेले नहीं मंदिर 6 ବର୍ଷ 7 ବର୍ଷ ପାଖାପାଖି ହେଇଗଲାଣି 6-7 वर्ष ହଁ ଆଉ ସେ ଆମର ବାବା ଯିଏ ଥିଲେ ତାଙ୍କର ଦେହ ତ୍ୟାଗ କଲେ आज्ञा କଲା ପରେ ତାଙ୍କ ସ୍ମୃତିରେ ଏଇଟା ମନ୍ଦିରଟା ହେଇଛି ଆମେ ତାଙ୍କ ଆଲୌକିକତା ଦେଖିଛୁ ଜାଣିଛୁ ଆମ ଅନୁଭବୀ ତ ଆମର ପ୍ରଚାର ପ୍ରସାର ନାହିଁ ଆମେ କରୁନା ଆମେ କରା ଗୁପ୍ତ ଶୂନ୍ୟ ମନ୍ଦିର ए मंदिर ना शून्य मंदिर ଶୂନ୍ୟ ମନ୍ଦିର हाँ हाँ आज्ञा ମାନେ ଅଲେଖ ଧର୍ମ ବି ଆର ଗୋଟେ ପାର୍ଟ ଆଉ ଆମର ଅରକ୍ଷିତ ଦାସ ଯୋଉ ଅଛନ୍ତି ଓଳାଶୁଣୀରେ आज्ञा ସିଏ ବି ତାଙ୍କର ଗୋଟେ ଜନ୍ମ आज्ञा आज्ञा ଦୁଇଟା ଜନ୍ମ ବାବାଙ୍କର ଏଇଟା ଲାଷ୍ଟ ଜନ୍ମ ତ ଆମର ଆମ ବ୍ରହ୍ମାଣ୍ଡର ଯେମିତି ଗୋଟେ ସୂର୍ଯ୍ୟ ଅଛନ୍ତି ଆଜ୍ଞା। ଆମ ଗ୍ୟାଲାକ୍ସିରେ 6000ଟା ସୂର୍ଯ୍ୟ ଅଛନ୍ତି आज्ञा ପ୍ରତ୍ୟେକ ସୂର୍ଯ୍ୟର ଗୋଟେ ଗୋଟେ ବ୍ରହ୍ମାଣ୍ଡ ସେଠି ମନୁଷ୍ୟ ବି ଅଛନ୍ତି ହଁ। ଏଇଟା ଗୁଢ଼ ରହସ୍ୟ ଅବଶ୍ୟ आज्ञा ତ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅଛନ୍ତି हाँ हाँ ତାଙ୍କ ସୃଷ୍ଟି କଥା ହେଉଛନ୍ତି ମାତା ଯୋଗମାୟା ତାଙ୍କ ଜନ୍ମ ଦେଇଛନ୍ତି सेपट जो मंदिर ସେପଟେ ମନ୍ଦିର ଅଛି आज्ञा
ଏମିତି ଆପଣଙ୍କର 107ଟା ଗ୍ୟାଲେକ୍ସି ଅଛି, ସବୁଥିରେ ବ୍ରହ୍ମ ବିଷ୍ଣୁ ମହେଶ୍ୱର ଅଛନ୍ତି। ଆଜ୍ଞା। ତାଙ୍କ ସବୁ କଣ୍ଟ୍ରୋଲ କରୁଛନ୍ତି ନିରାକାର ବ୍ରହ୍ମ, ଓହୋ। ତାଙ୍କ କଣ୍ଟ୍ରୋଲର ଏଇ ଯୋଉ ଏଇ ମନ୍ଦିରଟି ଏଇ ମନ୍ଦିରରେ ତ ଦିଟା ମନ୍ଦିର ଅଛି। ହଁ, କଣ୍ଟ୍ରୋଲର ହେଉଛନ୍ତି ସେପଟେ ବ୍ରହ୍ମା ବିଷ୍ଣୁ ମହେଶ୍ୱର 33 କୋଟି ତ ଟିକେ ଦେବତା। ଏଇଠିକି ଆସିବେ କି ଆପଣ? ହଁ, 33 ଆଜ୍ଞା କୋଟି ଦେବତାଙ୍କୁ ସିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ଜନ୍ମ ଦିଅନ୍ତି ମାତା ଯୋଗମାୟା। ଆଜ୍ଞା ଆଉ ନିରାକାର ବ୍ରହ୍ମ ସବୁ ପରିଚାଳନା କରନ୍ତି, ଆଜ୍ଞା ପରିଚାଳନା କରନ୍ତି ପୂର୍ଣ୍ଣ ବ୍ରହ୍ମ। ଆଜ୍ଞା। ସିଏ ତାଙ୍କର ଛାୟା ଶକ୍ତି ନିରାକାର ବ୍ରହ୍ମଙ୍କର, ହୁଁ ସିଏ ଆମର ସାନ ଦେହରେ ଆସନ୍ତି। ହୁଁ ହୁଁ ଆଉ ଆମର ଯାହା ନୀତିଗତି ହୁଏ ହୁଁ ହୁଁ ସବୁ ଉପରୁ ନିର୍ଦ୍ଦେଶ ଆସେ, ପୁରା ଡାଇରେକ୍ଟ କୁହନ୍ତି ଆଜ୍ଞା ରାତିରେ, ସେଇ ଅନୁସାରେ କାର୍ଯ୍ୟ। କାରଣ ସେ ବ୍ରାହ୍ମଣ ନୁହେଁ ବା କୌଣସି ପୂଜା ଜାଣିନାହାନ୍ତି କି କିଛି ସିଏ ଜାଣିନାହାନ୍ତି। ସେ ଜଣେ ବ୍ୟାଙ୍କ ମ୍ୟାନେଜର, ହଁ ହଁ କେମ ବ୍ୟାଙ୍କର ବୋଧେ ରିଜିନାଲ ମ୍ୟାନେଜର ହେବାକୁ ଯାଉଛନ୍ତି ଆଉ 15-20 ଦିନ ମାସେ ଭିତରେ। ଆଜ୍ଞା ସିଏ ସବୁ କିଛି ଜାଣନ୍ତି ନା, ବ୍ରାହ୍ମଣ ଆମର ଏଠି ନାହିଁ, ଯିଏ ଆସିବ ସିଏ ଦର୍ଶନ କରିପାରିବ, କିଛି ଅସୁବିଧା ନାହିଁ। ଏତିକି ହେଲା ବେସିକ୍। 20 ମସିହାରୁ ମୁଁ ଏଠି ଅଛି। ଆଜ୍ଞା। ମୁଁ ବର୍ତ୍ତମାନ SDO ଲିଫ୍ଟ ଇରିଗେସନ ବରଗଡ଼ରେ ଅଛି, ଓହୋ। ବାର୍ଷିକ ଉତ୍ସବ ପାଇଁ ଆସିଛି। ଆଜ୍ଞା ଆଜ୍ଞା। ମାନେ ବାର୍ଷିକ ଉତ୍ସବ ମାନେ କଣ, କେମିତି କଣ ହୁଏ? ବାର୍ଷିକ ଉତ୍ସବ ମାନେ ବାବାଙ୍କର ତିରୋଧାନ ଦିବସ, ହଁ ହଁ। ସେଇଟା ହେଲା ବାର୍ଷିକ ଉତ୍ସବ। ବାର୍ଷିକ ଉତ୍ସବରେ ଲୋକମାନେ ଆସନ୍ତି, ଯଜ୍ଞ ହୁଏ। ଏଇଟା କେବେ ଅଛି? 1 ତାରିଖରେ। ଏଇ 1 ହଁ, ତାରିଖରେ। ଆଜ୍ଞା। ଡିସେମ୍ବର 1। ଡିସେମ୍ବର 1। ଆଉ ମୁଖ୍ୟ ଉତ୍ସବ ଗୋଟେ ହେଲା ଜନ୍ମୋତ୍ସବ ଅକ୍ଷି ମାନେ ତୃତୀୟା। 2024କୁ କେତେ ବର୍ଷ ହେଇଗଲାଣି ମନ୍ଦିର ପାଖାପାଖି? 7 ବର୍ଷ ହେଇଗଲା। 7 ବର୍ଷ। ହଁ ଦେହତ୍ୟାଗ ହଁ। ପର ବର୍ଷରୁ ଶୁଭ ପଡ଼ିଲା, ପଡ଼ିକି ତ ଚାଲିଛି। ମାନେ ଏଇ ଯୋଉ ବାଡ଼ା ଦିଆ ହେଇଛି ଭିତରକୁ ଆଲାଉ ଏଟା ନାହିଁ ନା? ଏଲାଉ ନାହିଁ, ବନ୍ଦ କରାହେଇଛି ବର୍ତ୍ତମାନ ଯଜ୍ଞ ପାଇଁ। ଆଜ୍ଞା କ'ଣ ତାଙ୍କର କିଛି ନିର୍ଦ୍ଦେଶ ଆସିଛି ବୋଧହୁଏ, ଆମେ ସେଟା ଜାଣିନୁ ଠିକ୍ ସେ। ଆଜ୍ଞା। ମାନେ ମନ୍ଦିର ପାଖାପାଖି ମାନେ ଯଦି 7 ବର୍ଷ ହେଇଗଲାଣି। 7 ବର୍ଷ ହଁ। ନାଇଁ? 7 ବର୍ଷ ଭିତରେ ସେଇ ଯୋଉ ଏଇଟା ଯୋଉ କହିଲେ ଆପଣ, ଏଇଟା ହଉଛି ଅଖଣ୍ଡ ଦୀପ। ଏଟା ଅଖଣ୍ଡ ଦୀପ, ଦୀପ ମନ୍ଦିର। ଦୀପ ମନ୍ଦିର। ଦୀପ ମନ୍ଦିର। ଆଜ୍ଞା ସରି। ସବୁବେଳେ ଦୀପଟା ଲାଗିଛି। ଆଜ୍ଞା। ସବୁବେଳେ 24 ଘଣ୍ଟା, କେବେ ବି ବନ୍ଦ ହୁଏନି ହୁଏ ଆଜି ନାହିଁ। ପର୍ଯ୍ୟନ୍ତ ନା। ତାପରେ ସେ ଆର ଯୋଉ ଆରପଟା ଯଜ୍ଞ ମଣ୍ଡପ, ସେଟା ଲାଷ୍ଟଟା କହୁଛନ୍ତି। ସବୁ ବି ମନ୍ଦିର ଭଳିଆ ହେଇଛି ତ ସେପଟେ। ହଁ, ଏଇ ଯୋଉ ସେକେଣ୍ଡ ଯୋଉଟା ମଝିରେ ଏଇଟା। ଏଇଟା ଯଜ୍ଞ ମଣ୍ଡପ ମନ୍ଦିର। ଓହୋ। ତାପରେ ଯୋଉ ସବୁଦିନେ ଘଣ୍ଟ, ଯଜ୍ଞ ହୁଏ। ତାପରେ ଘଣ୍ଟ ମନ୍ଦିର। ତାପରଟା ଘଣ୍ଟ। ଗୋଟେ ବଡ଼ ଘଣ୍ଟ ଲାଗିଛି, 1.5 କୁଇଣ୍ଟାଲ ଓଜନ ହବ। ଆଜ୍ଞା। ସେ ସେଇଟା ଘଣ୍ଟ ମାନେ କୋଉ ସମୟରେ କଣ କେମିତି ବାଜେ? ସକାଳୁ ଯେତେବେଳେ ପ୍ରସାଦ ହୁଏ ବାଜେ, ଆଜ୍ଞା। 2 ପହରେ ପ୍ରସାଦ ହୁଏ ବାଜେ, ସଞ୍ଜବେଳେ ପ୍ରସାଦରେ ବାଜେ। ଓହୋ। ଜଣେ ଲୋକ ଅଛନ୍ତି, ସିଏ ବାଡ଼େଇବେ। ମାନେ ବଡ ଘଣ୍ଟ ସେଠି। ବଡ଼ ଘଣ୍ଟ, 1.5 କୁଇଣ୍ଟାଲ ହବ। ମୁଁ କେତେବେଳେ ଆସିବି, କାହିଁକିନା ଭିତରେ ଟିକେ ସେ ବାବା କେତେବେଳେ ଆସିଲେ ବାବାଙ୍କ ସହିତ ଟିକେ ଭେଟିକି ହଁ, ତାଙ୍କ ଗୋଟେ। ପରମିସନ ନେଇକି ଆପଣ କରିପାରିବେ, କିନ୍ତୁ ବେଟର ଆପଣ ରବିବାର ଯଦି ଆସିବେ, ଆଜ୍ଞା ସେ ରହିବେ ପୁରା, ଆଜ୍ଞା। ତେଣୁ ଆପଣ ସବୁ ପ୍ରକାର ଫେସିଲିଟିଟା ପାଇବେ ମାନେ ଫାଷ୍ଟ ଆୱାରରେ। ସବୁବେଳେ। ଆଜ୍ଞା ଆଜ୍ଞା। ରବିବାରରେ ଆପଣ ଯେତେବେଳେ ଚାହିଁବେ, ସେ ତ ରହିବେ ନା, ଛୁଟି ଅଛି ହଁ ଅଫିସ। ହଁ ହଁ। ତେଣୁ ରବିବାର ଯଦି ଆପଣ ଆସନ୍ତେ ବେଟର। ହଁ, ଆମ ଚ୍ୟାନେଲ ପାଇଁ ଗୋଟେ ଇଣ୍ଟରଭ୍ୟୁ ନେବା ପାଇଁ ହଁ, ଚାହୁଁଛୁ। ନିଶ୍ଚୟ ନେଇପାରିବେ, କିଛି ହେଇପାରିବ ତ? ନିଶ୍ଚୟ। ଆଜ୍ଞା ଆଜ୍ଞା। ତ ନିହାତି ମୁଁ ଏଇଟା ଟିକେ ବୁଲେଇକି ଦେଖେଇ ହଁ, ଦଉଛି। ଦେଖ। ବ୍ୟାକ୍ କରିକି ଦେଖଉଛି ଆପଣଙ୍କୁ, ଦେଖନ୍ତୁ ମନ୍ଦିରଟି। ତ ମୁଁ ବହୁତ ଥର ଭାବିଲି ରେକର୍ଡ଼ିଂ କରିବି ବୋଲି। ତ ଆପଣମାନେ ଦେଖିପାରୁଥିବେ ସେପଟେ ଯେଉଁ ଅଛି ଫାୟାର ଷ୍ଟେସନ୍, ତା ଫ୍ରଣ୍ଟରେ ସେଠି ପ୍ରଥମ ଭିଡ଼ିଓରେ ଆପଣଙ୍କୁ ଦେଖେଇଥିଲି ଫାୟାର ଷ୍ଟେସନ୍। ଏଠି ଦେଖନ୍ତୁ ମନ୍ଦିରଟି ବହୁତ ଖୁବ ସୁନ୍ଦର ଲାଗୁଛି ମନ୍ଦିର, ଆପଣମାନେ ଦେଖିପାରୁଛନ୍ତି। ନିହାତି ଯାଜପୁରର ବ୍ଲଗ୍ସ ଅଫିସିଆଲକୁ ଆପଣମାନେ ନିହାତି ସବସ୍କ୍ରାଇବ୍ କରନ୍ତୁ। ଆଉ ଏମିତି ଯାଜପୁରର ସବୁ ଡିଟେଲ୍ସ ଜାଣିବା ପାଇଁ ଯଦି ଯାଜପୁରକୁ ଭଲ ପାଉଛନ୍ତି, ନିହାତି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନିହାତି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।